ଯାଜପୁରରେ ଏମିତି କଣ ହେଇଛି ଯେ ଏତେ ବର୍ଷର ପୁରୁଣା ଗଛଟା ଉପୁଡ଼ି ହିଁ ପଡିଛି। ମୁଁ ଅଭିଜିତ ଯାଜପୁରରୁ ମିନି ବ୍ଲଗ କରି 165 ଚ୍ୟାଲେଞ୍ଜିଂ ବ୍ଲଗର ଆଜି ହେଲା ଡେ 8। ଫାଇନାଲି ଆସିକି ମୁଁ ଯାଜପୁରରେ ପହଞ୍ଚି ହିଁ ଗଲି। ମୋ ଭାଇ ଗୋଟେ ଆସିଲା ଆଉ ମତେ ନେଇକି ହିଁ ଯାଉଥିଲା, ହେଲେ ରାସ୍ତାରେ ଗଲା ବେଳେ ଦେଖିଲି ବଡ ବଡ ଗଛ ଗୁରା ଭାଙ୍ଗି ହିଁ ପଡିଛି। ତାପରେ ଜାଣିବାକୁ ପାଇଲି ରବିବାର ଦିନ ବହୁତ ଜୋର ସେ ହିଁ ବର୍ଷା ଓ ପବନ ହେଇଥିଲା, ସେଥିପାଇଁ ଏମିତି ହେଇଛି। ଆସିକି ଘରେ ପହଞ୍ଚି ଯାଇକି ଫ୍ରେଶ ହେଇକି ବ୍ରଶ ଟା କରିଦେଇଥିଲି। ଦେନ୍ ତାପରେ ମୋ ଫେଭରେଟ ଚା ଆସିକି ପହଞ୍ଚିଥିଲା, ଚା ଟିକେ ପିଇ ଦେଇଥିଲି। ଦେଖିଲା ବେଳକୁ ଲାଇନ ହିଁ ନାହିଁ, ଗରମ ପ୍ରବଳ ହିଁ ହଉଛି। ଲାଇନ କେବେ ଆସିବ ଠିକ ହିଁ ନାହିଁ, ଲାଗୁଛି ଆସିକି ଫସିଗଲି ଆଉ। ତାପରେ ପଳେଇଥିଲି ଟିକେ ଟାଉନକୁ ଯାଇକି ଟାଉନ ସୁଇଟ୍ସରୁ ନେଇ ଆସିଥିଲି ଦହି ପଖାଳ। ଯୋଉ ଗରମ ହଉଛି ଗରମ ପାଖକୁ ଯାଇ ହିଁ ହବନି। ତାପରେ ଆଣିକି ଗାଧେଇ ପଡିକି ଖାଇବାକୁ ବି ବସି ପଡିଥିଲି। ଖାଇଦେଇକି ତାପରେ ଦେଖିଲା ବେଳକୁ ଆମ ଗାଁର ଓଡ୍ରାଫ୍ଟ ଟିମ୍ ଆସିକି ଗଛ ହଟେଇବାରେ ସାହାଯ୍ୟ କରୁଛନ୍ତି, କେମିତି ଟିକେ ଶୀଘ୍ର ଲାଇନ ଆସିବ, ମଣିଷକୁ ଟିକେ ଶାନ୍ତି ହିଁ ମିଳିବ। ତ ପୁଣି ଦେଖା ହବ ନେକ୍ସଟ ବ୍ଲଗରେ। ରହିଲି, ଜୟ ଜଗନ୍ନାଥ।